ଆମେ ସାଇଲେନ୍ସ କରି ଆରମ୍ଭ କରିବା। ସାଇଲେନ୍ସ ମା ମା ଆମେ ଆଲୋଚନା କରିବା ଚିରନ୍ତନ ବହିର ପୃଷ୍ଠା 243 ନିଜ ଧାରାରେ ଚିନ୍ତା କରିବା। ନିଜ ଧାରାରେ ଚିନ୍ତା କରିବା। ଆମେ ପୂର୍ବ ଦୁଇଟି ଯାକ ଆଲୋଚନା ଥିଲା ନିଜ ପରିବେଶ ନିଜେ ସୃଷ୍ଟି କରିବା। ସେଥିରେ କିପରି ଆମର ଆଧ୍ୟାତ୍ମିକ ପରିବେଶଟି ସୃଷ୍ଟି କରିବା ସେ ବିଷୟରେ ଏତେ ପ୍ରାଞ୍ଜଳ ଭାବରେ କହିଛନ୍ତି ଯେ ତାର ସାରାଂଶଟି ଆଉ ଏଠି କରିବା ସମ୍ଭବ ନୁହଁ। କାହିଁକିନା ଦୁଇଟା ଯାକ ପେଜର ପ୍ରତ୍ୟେକ ଶବ୍ଦ ହିଁ ହଉଛି ସାରାଂଶ। ତେଣୁ ତାକୁ ଆଉ ଥରେ ଲେଖିବା ଅର୍ଥ ହଉଛି ଆଉ ଦିଟା ପେଜ ଯିବ। ତେଣୁ ମୁଁ ତାର ସାରାଂଶ କରିନାହିଁ। ଆମକୁ ଅଭ୍ୟାସ କରିବାକୁ ପଡିବ। ପ୍ରତିଟି କଥାକୁ ସେ ଗୋଟି ଗୋଟି କରି କହିକି ଗଲେ କାହା ସହିତ କଥା ହବା, କାହା ସହିତ କେମିତି କଣ ମିଶିବା, କାର୍ଯ୍ୟ କେମିତି କରିବା, କୋଉ ପ୍ରକାର କାର୍ଯ୍ୟ କରିବା, କୋଉ ପ୍ରକାର ବହି ପଢିବା, ଆନ୍ତର ଜୀବନ, ଆନ୍ତର ଦୃଷ୍ଟିକୋଣ, ଏ ସବୁ ଜିନିଷ ଗୁଡିକ ଏତେ ସୁନ୍ଦର ଭାବରେ ଏତେ ଡିଟେଲ୍ସ ଭାବରେ କହିଗଲେ। ତେଣୁ ତାର ଆଉ ସାରାଂଶ କରିବା ଗୋଟେ ଗୋଟେ ହଉଛି ଏତିକି ସାରାଂଶ କରିବା। ସେଟା ହଉଛି ଯଦି ଜଣେ ଚାହେଁ ନିଜେ, ତେବେ ନିଜେ ନିଜ ପାଇଁ ଗୋଟେ ପରିବେଶ ସୃଷ୍ଟି କରିପାରିବ। ସିଏ ଯୋଉ ଭଳି ଭାବରେ ତାର ଚିନ୍ତା, ତାର ବିଚାର, ତାର କାର୍ଯ୍ୟ, ତାର ଭାବନା କୁ ସଂଗଠିତ କରିବ, ସେଇଭଳିଆ ପରିବେଶଟି ସେ ତା ପାଖରେ ତିଆରି କରିବ। ଆମେ ଆଜି ପଢିବା ନିଜ ଧାରାରେ ଚିନ୍ତା କରିବା। ମା ଲେଖୁଛନ୍ତି ନିଜ ଧାରାରେ ଚିନ୍ତା କରିବା। ଏଇ ଛୋଟିଆ କଥାଟି ହାସଲ କରିବା ପାଇଁ ଜଣକୁ ବର୍ଷ ବର୍ଷ ଲାଗି ରହିବାକୁ ହେବ। ଏଥିପାଇଁ ଦରକାର ବହୁତ ଏକାଗ୍ରତା, ବହୁ ଯତ୍ନଶୀଳତା, ବହୁ ବିଚାରଶୀଳତା, ବହୁ ସଙ୍ଗତ କାର୍ଯ୍ୟ, ସଂଗଠନ, ନିର୍ବାଚନ, ନିର୍ମାଣ ଇତ୍ୟାଦି। ବହୁତ ବହୁତ ନିଷ୍ଠାପର ସାଧନା। ଜଣେ ଭାବେ ଯେ ସେ ତାର ନିଜ ବାଟରେ ଚିନ୍ତା କରି ବଞ୍ଚୁଛି, ଆଦୌ ନୁହେଁ। ଏହା ପୁରାପୁରି ନିର୍ଭର କରେ ଜଣେ ଏହା ପୁରାପୁରି ନିର୍ଭର କରେ ଜଣେ ଯେଉଁ ଲୋକମାନଙ୍କ ସହିତ କଥାବାର୍ତ୍ତା କରେ, ଯେଉଁ ସବୁ ବହି ପଢ଼େ ଏବଂ ଯେଉଁ ମିଜାଜରେ ସେ ଥାଏ। ଆହୁରି ମଧ୍ୟ ଏହା ନିର୍ଭର କରେ ତୁମର ଭଲ ବା ମନ୍ଦ ହଜମ କ୍ରିୟା ଉପରେ। ଏହା ନିର୍ଭର କରେ ତୁମେ ଯଦି ଗୋଟିଏ ବଦ୍ଧ ଗୃହରେ ରହୁଥାଅ, ଯଦି ତା ଭିତରେ ପବନ ଯିବା ଆସିବା ଲାଗି ବାଟ ନଥାଏ, କିମ୍ବା ତୁମେ ଗୋଟିଏ ଖୋଲା ମେଲା ଜାଗାରେ ରହୁଥାଅ, ଯଦି ତୁମେ ଗୋଟିଏ ସୁନ୍ଦର ପ୍ରାକୃତିକ ଦୃଶ୍ୟ ସମ୍ବଳିତ ପରିବେଶ ଭିତରେ ଥାଅ, କିମ୍ବା ତୁମେ ଯେଉଁଠି ଥାଅ ସେଠାରେ ଯଦି ଉଜ୍ଜଳ ସୂର୍ଯ୍ୟ କିରଣ ପଡୁଥାଏ କି ବର୍ଷା ହେଉଥାଏ, ତେବେ ସେ କ୍ଷେତ୍ରରେ ମଧ୍ୟ ତୁମର ଚିନ୍ତା ଧାରଣା ଅଲଗା ହୋଇଯିବ। ତୁମେ ହୁଏତ ସେ ସମ୍ବନ୍ଧେ ସଚେତନ ନୁହେଁ, କିନ୍ତୁ ତୁମେ ସବୁ ପ୍ରକାର ଚିନ୍ତା ଧାରଣ କରିଥାଅ। ତୁମ ଆଗରେ ଗୁଡାଏ ଅନାବଶ୍ୟକ ଅସଙ୍ଗତ ପଦାର୍ଥ ଥୁଆ ଯାଇଥିଲା ବେଳେ ତୁମେ ଅବଶ୍ୟ ଭିନ୍ନ ଭାବରେ ଚିନ୍ତା ବା ଧାରଣା କରି ବସିବ। ଏହି ସବୁ କାରଣରୁ ତୁମର ଚିନ୍ତା ବା ଧାରଣା ସୁସଂଲଗ୍ନ, ସୁସଂଯୋଜିତ, ଯୁକ୍ତି ସମ୍ମତ ଓ ସୁସଙ୍ଗତ ହେବା ପାଇଁ ତୁମକୁ ବହୁ ବିଶଦ କର୍ମ କରିବାକୁ ପଡିବ। ଦେଖନ୍ତୁ, ଆମେ ପୂର୍ବରୁ ଆଲୋଚନା କରିଥିଲେ ମାଙ୍କ ଲେଖା ନିଜ ପରିବେଶ ନିଜେ ସୃଷ୍ଟି କରିବା। ତାପରେ ମା କହୁଛନ୍ତି ନିଜ ଧାରାରେ ଚିନ୍ତା କରିବା। ଆଜିର ଆଲୋଚନାଟା ରହୁଛି ନିଜ ଧାରାରେ ଚିନ୍ତା କରିବା। ବଢିଆ ଭାବରେ ମା ଯୋଉଟା ଲେଖୁଛନ୍ତି, ଆମେ ଯଦି ତାକୁ ଟିକେ ଅତି ପ୍ରାଞ୍ଜଳ ଭାବରେ ଭିତରକୁ ଦେଖିବା, ଲୋକେ ପ୍ରାୟତଃ କୁହନ୍ତି ଯେ କଣ, ମୁଁ ମୋ ଧାରାରେ ଚିନ୍ତା କରୁଛି, ମୁଁ ମୋ ଧାରାରେ ବଞ୍ଚୁଛି। ଆଉ କିଏ କିଏ କହନ୍ତି ମୋର କଣ ଇଚ୍ଛା କିଛି ନାହିଁ, ମୁଁ ମୋ ଇଚ୍ଛା ଅନୁସାରେ ଚାଲିବି, ମୁଁ କରିବା ପାଇଁ ସ୍ୱାଧୀନ। ଯୋଉ ପ୍ରକୃତରେ ଯୋଉ ସ୍ୱାଧୀନତା କୁହାଯାଏ, ମୁଁ ସ୍ୱାଧୀନ ବୋଲି କହନ୍ତି, ମୁଁ ମୋ ଇଚ୍ଛାରେ ଚାଲୁଛି ବୋଲି କୁହନ୍ତି, ମା ଲେଖୁଛନ୍ତି ପରୀକ୍ଷା କର। ନିଜେ ଯଦି ପରୀକ୍ଷା କରିକି ଆମେ ଦେଖିବା ଯେ ପ୍ରକୃତରେ ଆମେ ନିଜ ଧାରାରେ ଚିନ୍ତା କରୁ ନା କେମିତି ଚିନ୍ତା କରୁ, ଦ୍ୱିତୀୟ ପାରାଗ୍ରାଫରୁ ସେଇଟା ଷ୍ଟାର୍ଟ କରିଛନ୍ତି। ତାହେଲେ ସତରେ ଆମେ ଯଦି ପରୀକ୍ଷା କରି ଦେଖିବା ଆମେ ନିଜ ଧାରାରେ ଚିନ୍ତା କରୁ ନଥାଉ। ମା ଲେଖୁଛନ୍ତି ନିଜ ଧାରାରେ ଚିନ୍ତା କରିବା। ଏଇଟା ଗୋଟେ ଛୋଟିଆ କଥା ଭଳିଆ ଲାଗୁଛି, କିନ୍ତୁ ଏଇ ଛୋଟିଆ କଥାଟିକୁ ହାସଲ କରିବା ପାଇଁ ତୁମକୁ
ବର୍ଷ ବର୍ଷ ଲାଗିବ ବୋଲି କହୁନାହାନ୍ତି, ବର୍ଷ ବର୍ଷ ଲାଗି ରହିବାକୁ ହବ। ତାମାନେ ପ୍ରଚେଷ୍ଟାରେ ଲାଗି ରହିଲେ ଏଇଟା ହବାର ସମ୍ଭାବନା ଆମ ନିକଟରେ ଖୋଲିବ। ଚିନ୍ତା ଉପରେ ନିୟନ୍ତ୍ରଣ କୁହାହେଇଥିଲା ନା। ଚିନ୍ତା ଉପରେ ଯେ ପର୍ଯ୍ୟନ୍ତ ନିୟନ୍ତ୍ରଣ ଆସିନାହିଁ, ସେତେବେଳେ ନିଜ ଧାରାରେ ଚିନ୍ତା କରିବ କେମିତି? ଆମେ ଆ ପୂର୍ବରୁ ଆଲୋଚନା ଆଗରୁ ହେଇଛି, କିପରି ମନୋଯୋଗରେ ଏକାଗ୍ର ହବ। ସେ ଆମେ ସେ ବିଷୟରେ ଯେ ପର୍ଯ୍ୟନ୍ତ ନିଜେ ଅଭ୍ୟାସ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଏ ଶବ୍ଦ ଗୁଡ଼ିକ କେବଳ ଏକ ଶବ୍ଦ ମାତ୍ର ହେଇକି ଆମ ପାଖରେ ରହିଥିବ। ମା କହୁଛନ୍ତି ଯଦି ତୁମେ ଚାହୁଁଛ ନିଜ ଧାରାରେ ଚିନ୍ତା କରିବା ପାଇଁ, ମନେ ରଖ ତୁମକୁ ସେଥିରେ ଲାଗି ରହିବାକୁ ପଡିବ। ଏମିତି ଖାଲି କହିଦେଲେ ହବ ନାହିଁ, ବର୍ଷ ବର୍ଷ ଲାଗି ରହିବାକୁ ହବ। ଆଉ କଣ ଦରକାର? ଏଥିପାଇଁ ଦରକାର ବହୁତ ଏକାଗ୍ରତା, ବହୁ ଯତ୍ନଶୀଳତା, ବହୁ ବିଚାରଶୀଳତା, ବହୁ ସଙ୍ଗତ କାର୍ଯ୍ୟ, ସଂଗଠନ, ନିର୍ବାଚନ, ନିର୍ମାଣ ଇତ୍ୟାଦି ବହୁତ ବହୁତ ନିଷ୍ଠାପର ସାଧନା। ବହୁତ ବହୁତ ନିଷ୍ଠାପର ସାଧନା। ଇଏ ଖାଲି ମାନେ ଟିକେ ଚେଷ୍ଟା କଲେ ହବ ନାହିଁ। ବହୁତ ବହୁତ ନିଷ୍ଠାପର ସାଧନା କରିବାକୁ ପଡିବ। କେମିତି କେମିତି କରିବା? ତାମାନେ ଆମେ ଏମିତି ଖାଲି କଥାରେ ନୁହଁ, ଖାଲି ଟିକେ ଟିକେ ଅଭ୍ୟାସ ନୁହଁ, ସେଥିରେ ଟିକେ ଟିକେ ଲାଗି ରହିବା ନୁହଁ, ଅତି ନିଷ୍ଠାପର ଭାବରେ ସେ କାର୍ଯ୍ୟଟିକୁ କରିବା। ଯେମିତି ନିଶ୍ୱାସ ପ୍ରଶ୍ୱାସ ଆମର, ଯେମିତି ଜଳ ଆମର ଆମ ଜୀବନର ଇଏ ହଉଛନ୍ତି ಧ್ಯେୟ, ସେଇଭଳି ଭାବରେ ଏଇଟା ଆମର ध्यେୟ ହବା ଉଚିତ। ସେତେବେଳେ ଆମେ ଜାଣିବା ଯେ ଏଟା ହଉଛି ବହୁତ ବହୁତ ନିଷ୍ଠାପର ସାଧନା। ପ୍ରଥମେ କହିଲେ କଣ? ଏକାଗ୍ରତା। ଏକାଗ୍ରତା ଆମେ ଅଲରେଡି ଆଲୋଚନା ଆଗରୁ କରିଛନ୍ତି, ମନେ ରଖିବା। ଗୋଟିଏ କେନ୍ଦ୍ରରେ କେନ୍ଦ୍ରୀଭୂତ ହବା ବା ଗୋଟିଏ ବିନ୍ଦୁରେ ଏକତ୍ରିତ ହବା, ଆମେ ତାକୁ କହୁଛନ୍ତି ଏକାଗ୍ରତା, ଏକ ଅଗ୍ର। ଓକେ। ତେଣୁ ଗୋଟିଏ 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 ବିନ୍ଦୁରେ ଏକାଗ୍ର ହବା। ସେଥିପାଇଁ ମା ଲେଖୁଛନ୍ତି ଯଦି ତୁମେ ତୁମ ଏକାଗ୍ରତାର ଓ ଚେତନାର ସମସ୍ତ ସୂତ୍ରକୁ ଗୋଟିଏ ବିନ୍ଦୁରେ ଏକତ୍ର କରିପାରିବ ଏବଂ ଏକ ନିରବଚ୍ଛିନ୍ନ ସଂକଳ୍ପ ଦ୍ୱାରା, ଏଇଟା ଗୋଟେ ଦରକାର। ଖାଲି ଗୋଟିଏ ବିନ୍ଦୁରେ ଆମେ ଯେତେବେଳେ ବସନ୍ତି ଧ୍ୟାନ କରନ୍ତି, ଗୋଟିଏ ବିନ୍ଦୁ କରିକି ସେଠିକି ଏମିତି ଧ୍ୟାନ କରନ୍ତି, କିମ୍ବା ଦୀପ ଜଳେଇକି ଧ୍ୟାନ କରନ୍ତି, କିମ୍ବା ମାଙ୍କ ସମ୍ମୁଖରେ ବସି ଧ୍ୟାନ କରନ୍ତି, କିମ୍ବା ସମାଧି ଚତୁଃପାର୍ଶ୍ଵରେ ବସି ଧ୍ୟାନ କରନ୍ତି, କିମ୍ବା ଠାକୁରଙ୍କ ପାଖରେ ବସି ଧ୍ୟାନ କରନ୍ତି, ଧୂପ ଲଗେଇକିରି ଧୂପର ସେ ଯୋଉ କଣ ଧୂଆଁ ଟା ଉଠୁଥିବ ତାକୁ ଲଗେଇ ତାକୁ ଚାହିଁକି ଧ୍ୟାନ କରନ୍ତି। ସେତେବେଳେ ଆମେ ଏକାଗ୍ର କରିବା ହେବା ପାଇଁ ଚେଷ୍ଟା କରୁ, କିନ୍ତୁ ସେଟା ସେଇ ସମୟ ପାଇଁ। ଏଠି କହୁଛନ୍ତି ନିରବଚ୍ଛିନ୍ନ ସଂକଳ୍ପ କରିବେ, ଯେପରି ସେଇ ଏକାଗ୍ରତାକୁ ଧାରଣ କରିକି ରହିପାରିବେ। ତାହେଲେ ସଂସାରରେ ଏମିତି କିଛି ନାହିଁ ଯାହାକୁ ଆମେ ବିଜୟ ହାସଲ କରିପାରିବା ନାହିଁ। ଜଣେ ଭଲ ଖେଳାଳି ହେଇପାରିବ, ଜଣେ ଭଲ ଚିତ୍ରକର ହେଇପାରିବ, ଜଣେ ଭଲ ବୈଜ୍ଞାନିକ ହେଇପାରିବ, ଜଣେ ଭଲ ବକ୍ତା ହେଇପାରିବ, ଜଣେ ଭଲ ଶ୍ରୋତା ବି ହେଇପାରିବ। ତେଣୁ ପାର୍ଥିବ ବା ଜଡ଼ ଜଗତର ବିକାଶ ଠାରୁ ଆରମ୍ଭ କରି ଉଚ୍ଚତମ ଉଚ୍ଚତମ ଆଧ୍ୟାତ୍ମିକ ବିକାଶ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏକାଗ୍ରତା ହେଉଛି ମୂଳ। ଏବଂ ଏହି ଶୃଙ୍ଖଳାକୁ ଅବିଶ୍ରାନ୍ତ ଭାବେ ରକ୍ଷା କରିବାକୁ ପଡ଼ିବ, ଅଖଣ୍ଡ ଭାବରେ ରକ୍ଷା କରିବାକୁ ପଡ଼ିବ। ଏଇ ଲାଇନଟା ଦେଖନ୍ତୁ, ଏକାଗ୍ରତାର ଭେଦନକ୍ଷମ ଶକ୍ତି ପାଇଁ କୌଣସି ଆଧ୍ୟାତ୍ମିକ ପ୍ରତିବନ୍ଧକ ନାହିଁ। ଯଦି ଏକାଗ୍ରତାର ଆମେ ସାମର୍ଥ୍ୟ ହାସଲ କରିଲେ, ତେବେ ଆଧ୍ୟାତ୍ମିକ ପ୍ରତିବନ୍ଧକ ବି କିଛି ଆସିବ ନାହିଁ। ବାଟରେ ଯୋଉ ଯେତେ ବଡ଼ ବିରୋଧୀ ଶକ୍ତି ଥାଉ ନା କାହିଁକି, ତାକୁ ଭେଦ କରିପାରିବ ନାହିଁ। ଚୈତ୍ୟ ସତ୍ତାର ଆବିଷ୍କାର, ଅନ୍ତର୍ନିହିତ ଦିବ୍ୟ ଚେତନା ସହିତ ମିଳନ, ଊର୍ଦ୍ଧ୍ୱସ୍ଥ ବଳୟ ଗୁଡ଼ିକ ପ୍ରତି ଉନ୍ମିଳନ, ସବୁ କିଛି ଅର୍ଜନ କରାଯାଇପାରେ ଏହି ଗଭୀର ଏବଂ ଦୁର୍ବାର ଏକାଗ୍ରତାର ଶକ୍ତି ଦ୍ୱାରା। ଏହା କିପରି କରିବାକୁ ହବ ତାହା ଜଣେ ଜାଣିବା ଉଚିତ। ଆମର ଏଇ କ୍ଲାଇମ୍ବିଂ ନଲେଜରେ ଅଲରେଡି ପୂର୍ବରୁ ଆମେ ଛାଡ଼ି ସାରିଛନ୍ତି, ଯୋଉଟା ଆଲୋଚନା ହଉଥିଲା କିପରି ଏକାଗ୍ର ହେବେ ଏବଂ ସେଥିପାଇଁ କେତେ ଗୁଡ଼େ ଛୋଟ ଛୋଟ ଏକ୍ସପେରିମେଣ୍ଟ ବା ଛୋଟ ଛୋଟ କାମ ବି କେମିତି ଘରେ କରିବେ। ସେଓ ଧରିକିରି, ପାଣି ଗ୍ଲାସ ଧରି, ଫୁଲ ଗଛ ଦେଖି ଫୁଲ ଧରି, ବଗିଚାକୁ ଯାଇ, ଏସବୁ ଜିନିଷ ଆମର ଅଲରେଡି ଏଥିରେ ଅଛି। କନସେନ୍ଟ୍ରେସନ କେମିତି କଣ କରିବା ସେ ବିଷୟରେ ଅଲରେଡି ଆଲୋଚନା ହେଇସାରିଛି। ଆପଣ
ତାକୁ ଦେଖିବେ ଏବଂ ଆଲୋଚନା ଯୋଉ କାର୍ଯ୍ୟରେ ପରିଣତ କରିବା ପାଇଁ ଅଭ୍ୟାସ କରିବାକୁ ଚେଷ୍ଟା କରିବେ। ଖାଲି ଏତିକି କହିବି ଯେ ଯେତେବେଳେ ବି ଯାହା କରନ୍ତୁ ନିଜ ଭିତରେ ଗୋଟେ ସଂକଳ୍ପ ରଖିବେ, ଚୈତ୍ୟ ସପ୍ତାହକୁ ମୋର ଆବିଷ୍କାର କରିବାର ଅଛି। ସେଠି ବି ଆପଣ ଏକାଗ୍ର ହେଇପାରିବେ। ସେ କେମିତି ସମ୍ମୁଖକୁ ଆସିବ ତା ଉପରେ ମଧ୍ୟ ଏକାଗ୍ର ହେଇପାରିବେ। ଏବଂ ସେଇଠି ଏକାଗ୍ର ହବା ହଉଛି ଶ୍ରେୟସ୍କର ଏବଂ ନିରାପଦ। କେହି କେହି ଯୋଉ ଆଜ୍ଞା ଚକ୍ରରେ ଏକାଗ୍ର ହୁଅନ୍ତି, ଆମର ଭ୍ରୁଲତା ମାନେ ଦିଟା ଭ୍ରୁ ଯୁଗଳ ମଧ୍ୟରେ ଯୋଉ ଜାଗାରେ, ସେଠି ବି କେହି କେହି ଏକାଗ୍ର ହୁଅନ୍ତି, କେହି କେହି ମସ୍ତକ ଊର୍ଦ୍ଧ୍ୱରେ ମଧ୍ୟ ଏକାଗ୍ର ହୁଅନ୍ତି। କିନ୍ତୁ ହୃଦ୍ କେନ୍ଦ୍ରରେ ଏକାଗ୍ର ହବା ସବୁଠାରୁ ନିରାପଦ। ତେଣୁ ଆମେ ସେଇଠି ଏକାଗ୍ର ହବା ପାଇଁ ଚେଷ୍ଟା କରିବା। ତାପରେ କହିଲେ ବହୁ ଯତ୍ନଶୀଳତା। ଏଇ ଯତ୍ନଶୀଳତା ୱାର୍ଡ ଟା ଆମେ ନର୍ମାଲ ଆଗ ବୁଝିବା। କୌଣସି ଗୋଟେ କାର୍ଯ୍ୟ କଲା ବେଳେ କୁହନ୍ତି ଯତ୍ନର ସହିତ କରୁନୁ। ଯତ୍ନର ସହିତ କରୁନୁ ଅର୍ଥ କଣ? କଣ ମଠେଇ ମଠେଇ କରିବାଟା ଯତ୍ନଶୀଳତା କି? ନା ଅଳସ ହେଇକି ଧୀରେ ସୁସ୍ଥେ କରିବାଟା ଯତ୍ନଶୀଳତା? ଯତ୍ନଶୀଳତାର ଅର୍ଥ କଣ? ତାମାନେ ଆପଣ ଯୋଉ କାର୍ଯ୍ୟଟି ଯେତେବେଳେ କରିବାକୁ ଯାଉଛନ୍ତି, ସେ କାର୍ଯ୍ୟ ପ୍ରତି ଆପଣଙ୍କର ଗୋଟିଏ ସହୃଦୟ ଭାବନା ଥିବ। ଆପଣ ମନେ କରନ୍ତୁ ଯେ ତା ଭିତରେ ମା ନିଜେ ଅଛନ୍ତି। ମା ନିଜକୁ ପରିପ୍ରକାଶ କରିବା ପାଇଁ ଚେଷ୍ଟା କରୁଛନ୍ତି। ସେତେବେଳେ ଯୋଉ ଭଳି ଭାବରେ କରିବେ ସେଇଟା ହେଲା ଯତ୍ନଶୀଳତା। ଆପଣ ବସ୍ତୁଟିଏ ବୋଲି ଭାବିକି ତାକୁ ବ୍ୟବହାର କରୁଛନ୍ତି ଯେତେବେଳେ, ତାହା ଯାହା ଥାଏ, କିନ୍ତୁ ଯେତେବେଳେ ତା ଭିତରେ ମା ନିଜେ ଥିବେ, ଆଟ୍ ବେଷ୍ଟ ଯାହା କରିହବ ସେଇ ଉପାୟ, ଏମିତି ମାର ତାଳି ଉଠା ଥାଳି ନୁହଁ, କିମ୍ବା ତରତର ତରବରରେ କରିଦେଇ ଯିବା ନୁହଁ, କିମ୍ବା ଅତି ମଠେଇ 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 କରିବା କଥା ବି ନୁହଁ। ତାମାନେ ତାକୁ ଉପଯୁକ୍ତ ମର୍ଯ୍ୟାଦା ଦେଇ, ଉପଯୁକ୍ତ ସମ୍ମାନ ଦେଇ, କେତେ ସୁନ୍ଦର ଭାବରେ ତାହା ପରିପ୍ରକାଶ ହେଇପାରିବ, ଏ ସବୁ ନିଜର ପାରୁପର୍ଯ୍ୟନ୍ତ ସାମର୍ଥ୍ୟ ବ୍ୟବହାର କରି ଯେତେବେଳେ କରିବେ, ସେଇଟା ହଉଛି ଯତ୍ନଶୀଳତା। ହୁଏତ ମତେ ମୋର ଏଇ ଶବ୍ଦ ଗୁଡିକ କଷ୍ଟ ଲାଗୁଥାଇପାରେ, ତେଣୁ ଯତ୍ନଶୀଳତା ଯେତେବେଳେ କୁହାଯାଉଛି, ସେଠି ଗୋଟିଏ ଜିନିଷ ଆମେ ମନେ ରଖିବା, ତା ଭିତରେ ମାଙ୍କୁ ଚିନ୍ତା କରି ବା ମାଙ୍କର ଉପସ୍ଥିତିକୁ କିଛି ନହେଲେ ନାହିଁ ନିଜେ କଳ୍ପନା କରିକି ତା ସହିତ ବ୍ୟବହାର କରିବା। ଏବଂ କେତେ ମୋର ସର୍ବୋତ୍ତମ ପ୍ରଚେଷ୍ଟା ତା ଦେହରେ ଲଗେଇ ପାରିବି, ସର୍ବୋତ୍ତମ ସାମର୍ଥ୍ୟ ବ୍ୟବହାର କରି ସର୍ବୋତ୍ତମ ଭାବରେ କିପରି ଭାବରେ ପରିପ୍ରକାଶ ହେଇପାରିବ, ସେଥିପାଇଁ ଚେଷ୍ଟା କରିବାଟା ହଉଛି ଆପଣ ଜାଣିବା ଆମେ ବହୁ ଯତ୍ନଶୀଳତା ବୋଲି କୁହାଯାଏ। ଖାଲି ଯତ୍ନଶୀଳତା କୁହନି, ବହୁ ଯତ୍ନଶୀଳତା କୁହାଯାଏ। ତାପରେ କହିଲେ ବହୁ ବିଚାରଶୀଳତା। ଏଠି ବିଚାର କରିବା କଥା କୁହାଉଛି, କିନ୍ତୁ ବହୁ ବିଚାରଶୀଳତା କୁହାହେଲା। କାହିଁକି କୁହାହେଲା? ଯେତେବେଳେ ଆମେ କୌଣସି କଥାକୁ ନେଇକି ବିଚାର କରୁ, ସେତେବେଳେ ଆପଣ ଦେଖିବେ ଆମର ଯୋଉ ସୀମିତ ଜ୍ଞାନ ରହିଛି, ଆମର ଯୋଉ ସୀମିତ ଅନୁଭବ ରହିଛି, ତାକୁ ପାଥେୟ କରି ଆମେ ବିଚାର କରନ୍ତି। ସେଥିପାଇଁ ଶିକ୍ଷା ବହିରେ ଏତେ ଡିଟେଲ୍ସରେ ଲେଖା ହେଇଛି, ଆପଣ କୌଣସି ଗୋଟେ ଘଟଣାକୁ ଯେତେବେଳେ ବିଚାର କରିବାକୁ ଯାଉଛନ୍ତି, ଆଗ ନିଜ ଦୃଷ୍ଟିକୋଣରୁ ବିଚାର କରୁଛନ୍ତି, ଠିକ ଅଛି। ସେଇ ଦୃଷ୍ଟିକୋଣଟାର ବା ସେଇ ଘଟଣାଟିକୁ ଆପଣଙ୍କର ଯିଏ ବିପରୀତ ମୁଖୀ ରହିଛି, ଯିଏ ତାକୁ ବିରୋଧ କରୁଛି, ସିଏ କୋଉ ଦୃଷ୍ଟିକୋଣରୁ ତାକୁ ବିରୋଧ କରୁଛି, ସେ ପ୍ରକାରର ଦୃଷ୍ଟିକୋଣକୁ ଆପଣ ନିଜର ମନର ସାମର୍ଥ୍ୟକୁ ବିକାଶ କରିବେ ତାକୁ ବୁଝିବା ପାଇଁ। ସିଏ କୋଉ କୋଉ ଆଙ୍ଗଲରୁ ତାକୁ ବିରୋଧ କରୁଛି। ତା ବାଦେ ତୃତୀୟ ବ୍ୟକ୍ତି ଯିଏ ନିରପେକ୍ଷ ରହିଛି, ସିଏ ଯେତେବେଳେ ଦେଖିବ, ସିଏ କୋଉ କୋଉ ଦୃଷ୍ଟିକୋଣରୁ ଦେଖିବ, ତା ବାଦେ ଆପଣ ଯେତେ ପ୍ରକାରର ଦୃଷ୍ଟିକୋଣ ଦେଇକି ତାକୁ ଦେଖି ହବ, ସବୁ ପ୍ରକାରର ଦୃଷ୍ଟିକୋଣରୁ ଆପଣ ତାକୁ ବିଚାର କରିବାର ସାମର୍ଥ୍ୟକୁ ଡେଭଲପ କରିବା ଦରକାର। ତେଣୁ ଏଠି ବହୁ ବିଚାରଶୀଳତା, ତାମାନେ ଯେକୌଣସି ଗୋଟିଏ ଘଟଣାକୁ କେତେ କେତେ ଭିନ୍ନ ଦୃଷ୍ଟିକୋଣରୁ ତାକୁ ଦେଖି ହବ। ଯେତେବେଳେ ଆପଣ ଦେଖିବେ, ମଜା କଥା ହବ, ଯେତେବେଳେ ଆପଣ ଏକାଗ୍ରତାର ସାମର୍ଥ୍ୟ ବୃଦ୍ଧି ହେଇଯିବ, ଆପଣ ଦେଖିବେ ବହୁ ବିଚାରଶୀଳତା ବି ଟିକେ ଟିକେ ଡେଭଲପ ହେଇଯାଇଥିବ। ଆପଣ ଯେତେବେଳେ ଏକାଗ୍ରତାର ଏକ୍ଜାମ୍ପଲ ଆମେ ମନେ ଅଛି କି ନାହିଁ ଆପଣଙ୍କର ମୁଁ ଜାଣିନି, ଆମର ଆଲୋଚନା କରୁଥିଲେ ଶ୍ରୀଯୁକ୍ତ ଏକ୍ଜାମ୍ପଲ ଦେଲେ, କହିଲେ ଯେତେବେଳେ ତମେ ପିଲାଙ୍କୁ ନେଇକି ଯୋଉ ପାଠ ପଢଉଛ, ସେତେବେଳେ ତମେ ଗୋଟିଏ ଫୁଲ ତାଙ୍କୁ ଯେତେବେଳେ ଦେଲ, ପିଲା କହିଲେ
ବହୁତ ସୁନ୍ଦର ବାସୁଛି ବା ବହୁତ ବଢିଆ ବାସନା। ସେତେବେଳେ ସେ ପ୍ରଭୁ କହୁଛନ୍ତି ବଢିଆ ବାସନା ବୋଲି କୁହ ନାହିଁ, କିଛି ତାର କିଛି ଅର୍ଥ ନାହିଁ। ବଢିଆ ବାସନା ବହୁତ ସୁନ୍ଦର ତାର କିଛି ଅର୍ଥ ଅଛି ନାହିଁ। ସେ ଯୋଉ ବଢିଆ ବାସନାର କେତେ ଇଣ୍ଟେନ୍ସ, ଆପଣ କେତେ ଦୂରତାରେ ରହିଲେ ସିଏ କେତିକି ଇଣ୍ଟେନ୍ସ ରେ ଆସୁଛି ବାସନା। ଆଉ ଟିକେ ପାଖକୁ ଗଲେ କୋଉ ପ୍ରକାର ବାସନା ଆସୁଛି, ତାଠୁ ପାଖକୁ ଗଲେ କେତେ ଆସୁଛି। ଏଇ ଯୋଉ ଇଣ୍ଟେନ୍ସ, ମାନେ ତାକୁ ବି ବିଚାର କରିବାର ବି ଆମ ଭିତରେ ସାମର୍ଥ୍ୟ ଆସିବା ଦରକାର। ଯୋଉ ସୁନ୍ଦର କହିଦଉଛ, ଖାଲି ସୁନ୍ଦର କେମିତି ହବ? ସୁନ୍ଦରର କିଛି ସଂଜ୍ଞା ନାହିଁ। କାହିଁକି ନା ଆମେ ଯେମିତି କହନ୍ତିନି ଏଇଟା ଗନ୍ଧ ସେଇଟା ବାସନା, ଗନ୍ଧ ବାସନା କିଛି ନାହିଁ, ଗନ୍ଧ ଯାହା ବାସନା ସେୟା। ସୁଗନ୍ଧ ଦୁର୍ଗନ୍ଧ ସୁବାସନା କୁବାସନା। ସେଇ ଯୋଉ ସୁବାସନା କୁବାସନା କହୁଛୁ ତାର ବି କିଛି ଅର୍ଥ ନାହିଁ। କାହିଁକି? ସିଏ ତାର ଯାହା ସେୟା। ତମେ ତାକୁ ଗ୍ରହଣ କଲା ବେଳକୁ ତମର ଏକ ଧାରଣା ରହିଛି। ତମେ ତାକୁ କହୁଛ ସୁଗନ୍ଧ, ତମେ ତାକୁ କହୁଛ ଦୁର୍ଗନ୍ଧ, ସେଇଟା ତମ ପାଇଁ। ଆମେ ଯାହାକୁ କହୁଛେ ଦୁର୍ଗନ୍ଧ ବୋଲି, ଆଉ କାହା ପାଇଁ ସେଇଟା ସୁଗନ୍ଧ। ତେଣୁ ଏଇ ପ୍ରକାରର ଯେତେବେଳେ ବିଚାରଶୀଳତା ଆସିବ, ସେତେବେଳେ କୌଣସି ଗୋଟେ ଜିନିଷ ଦେଖିକି ସୁନ୍ଦର ବୋଲି ଆପଣ ନ କହିକି ଆପଣ ତାର କାରୁକାର୍ଯ୍ୟଟାକୁ ଦେଖିବେ। କେମିତି ଧଳାରେ ପିଙ୍କ ମିଶିଛି, କେତେ 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 କୋଉଠି 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 ଧୀରେ ଧୀରେ ମିଶିଛି, କୋଉଠି କେମିତି ପୁରା ଧଳା ହେଇଛି, ତାର ଧାର କେମିତି ରହିଛି। ଏଇ ସବୁ ଗୁଡିକ ଯୋଉ ତୀକ୍ଷ୍ଣ ଦୃଷ୍ଟିକୋଣ, ଏଇ ପ୍ରକାରର ଏକାଗ୍ରତା ଯେତେବେଳେ ଆସିବ ଏଗୁଡାକ ବୃଦ୍ଧି ହବ। ଯେତେବେଳେ ଏଗୁଡାକ ବୃଦ୍ଧି ହବ, ସେତେବେଳେ ଆପଣ ଦେଖିବେ ବହୁ ବିଚାରଶୀଳତା ମଧ୍ୟ ବୃଦ୍ଧି ହବା ଆରମ୍ଭ ହେଇଯାଇଥିବ। ତାପରେ କହିଲେ ବହୁ ସଙ୍ଗତ କାର୍ଯ୍ୟ। ଏଠି ସଙ୍ଗତ କାର୍ଯ୍ୟ, ସଂଗଠନ, ନିର୍ବାଚନ, ନିର୍ମାଣ, ଏଠି ସବୁ କଥା କୁହାହଉଛି। ବହୁ ସଙ୍ଗତ କାର୍ଯ୍ୟ, ଯେତେବେଳେ ଆପଣ କାମ କରୁଛନ୍ତି, ଯେତେବେଳେ ଆପଣ କାମ କରୁଛନ୍ତି ଗୋଟେ ସଂଗଠନରେ ମିଶୁଛନ୍ତି, ଆଉ ନିର୍ବାଚନ କରୁଛନ୍ତି। ବିଚାରଶୀଳତା ପରେ ଏଠି ଆସିଲା ନିର୍ବାଚନ। ଆଉ ନିର୍ମାଣ ମାନେ ତିଆରି କରିବା। ସବୁ ଜିନିଷରେ ଆପଣ ନିଜର ଚେତନାର ସ୍ଥିତିକୁ ରଖିବେ ସର୍ବୋଚ୍ଚରେ। ଏବଂ ସେଉଠୁ ଯେତେ ପ୍ରୟାସ ଆପଣ କରିପାରିବେ, ମାନେ ଆଟ୍ ବେଷ୍ଟ ଏଫର୍ଟ ହ୍ୱାଟ ଆଇ କ୍ୟାନ୍ ଗିଭ୍, ସେତକ ଦେଇକିରି ଯେତେବେଳେ ଆପଣ ତିଆରି କରୁଛନ୍ତି ଏବଂ ସଂଗଠନରେ ଯେତେବେଳେ ଯାଉଛନ୍ତି, କାଲି ଆମେ ଆଲୋଚନା କରୁଥିଲେ, କାମ କରୁଛନ୍ତି ବା ସଂଗଠନ କରୁଛନ୍ତି ବା ନିର୍ବାଚନ କରୁଛନ୍ତି, ସବୁବେଳେ ଗୋଟିଏ ରହିବେ ଆପଣଙ୍କର କେନ୍ଦ୍ର କିଏ ସେ, କାହାକୁ ପାଥେୟ କରି କାମ କରୁଛନ୍ତି। ମାମୁଁ ସବୁବେଳେ କୁହନ୍ତି କସ୍ମେଇ ଦେବାୟ। କସ୍ମେଇ ଦେବା ମାନେ ଆପଣ ଯୋଉ ଯଜ୍ଞ କରୁଛନ୍ତି କାହା ପାଇଁ କରୁଛନ୍ତି? ଆପଣ ଯୋଉ କାର୍ଯ୍ୟ କରୁଛନ୍ତି କାହା ପାଇଁ କରୁଛନ୍ତି? କସ୍ମେଇ ଦେବାୟ। ବ୍ୟକ୍ତିକୁ ସନ୍ତୁଷ୍ଟ କରିବା ପାଇଁ, ନିଜର କ୍ଷମତା ପାଇଁ, ନିଜର ସ୍ୱାର୍ଥ ସାଧନ ପାଇଁ, ନା ମାଙ୍କୁ ଖୁସି କରିବା ପାଇଁ, ନା ମାଙ୍କୁ ପ୍ରତିଷ୍ଠା କରିବା ପାଇଁ? ଯୋଉ ସଂଗଠନରେ ଆପଣ ଅଛନ୍ତି, ସେ ସଂଗଠିତ ହେଇକି ଆପଣ କଣ କରୁଛନ୍ତି? ସଂଗଠିତ ହେଇକି ଚୋରି କରୁଛନ୍ତି, ସଂଗଠିତ ହେଇକି ପାଠ ପଢୁଛନ୍ତି, ସଂଗଠିତ ହେଇ ଯୋଉ କାମ କରୁଛନ୍ତି, ସେ କାମର ପରିଣାମ କଣ? ଆପଣ ସଂଗଠିତ ହେଇକିରି ନିଜ ସ୍ୱାର୍ଥ ସାଧନ କରୁଛନ୍ତି, ନା ସଂଗଠିତ ହେଇକି ମାଙ୍କ ଉପରେ ପ୍ରକାଶ କରିବାକୁ ଯାଉଛନ୍ତି? ଆପଣ ଯେତେ ନିର୍ବାଚନ କରୁଛନ୍ତି, କାହାକୁ ନିର୍ବାଚନ କରୁଛନ୍ତି? ପ୍ରତ୍ୟେକ କଥା କହିଲା ବେଳେ କୋଉ ଶବ୍ଦ କହିବି ତାକୁ ବି ନିର୍ବାଚନ କରି ଶିଖିବା ଦରକାର। ମୁଁ ଯେତେବେଳେ ଦେଖିବାକୁ ଯାଉଛି କୋଉଟାକୁ ଦେଖିବି କୋଉଟାକୁ ଦେଖିବେ ନାହିଁ, ତାକୁ ବି ନିର୍ବାଚନ କରିବା ଦରକାର। ଆପଣ ଗୋଟେ ବଢିଆ କଥାଟେ କହିବି। ବେଳେ ବେଳେ ଦେଖିଥିବେ ଆପଣ ଠିଆ ହେଇଥିବେ, ଆଖି ଖୋଲିକି ଚାହିଁଥିବେ, ସେଇ ବାଟ ଦେଇକି ଆଉ କିଏ ଗଲା, ଆପଣ କିନ୍ତୁ ଦେଖି ପାରିନାହାନ୍ତି ତାକୁ। କିମ୍ବା ଆପଣ ଜଣଙ୍କ ସହିତ କଥା ହଉଛନ୍ତି, ସେଇଠି ଆଉ ଜଣେ ବି ଠିଆ ହେଇଛି, କିନ୍ତୁ ଆପଣ ତା ପ୍ରତି ଦୃଷ୍ଟି ଆସିନି। ଆପଣ ପରେ ପଛେ କାହିଁ ସେ ଥିଲା ମୁଁ ତ ଜାଣିନି, ଆପଣ ଦେଖି ବି ନାହାନ୍ତି। କାହିଁକି? ନା ଆପଣ ଏତେ ଏକାଗ୍ର ହେଇଯାଇଛନ୍ତି ଯୋଉ କଥା ଉପରେ, ଯୋଉ ଘଟଣା ଉପରେ, ଯେ ତାର ପାର୍ଶ୍ଵରେ, ତାର ପଛରେ କଣ କଣ ଘଟୁଛି ଆପଣଙ୍କୁ ସେ ଦୃଷ୍ଟିକୁ ସେତେବେଳେ ଆସୁନାହିଁ। ତେଣୁ ଆପଣଙ୍କର କାର୍ଯ୍ୟ, ଆପଣଙ୍କର ଭାବନା, ଆପଣଙ୍କର ଶବ୍ଦ, ଆପଣଙ୍କର ଦୃଷ୍ଟି ଏମିତି ନିର୍ବାଚନ କରିବାର ସାମର୍ଥ୍ୟ ରଖିବ। ଆପଣ ତାପରେ ଦେଖିବେ ଯେ ଯୋଉଗୁଡ଼ିକ ଆପଣଙ୍କ ଅଗ୍ରଗତି ପାଇଁ ଉପଯୁକ୍ତ, ଆପଣଙ୍କୁ ସେଇ ଜିନିଷ ଦେଖାଯିବ। ଆପଣଙ୍କ ସେଇ ବ୍ୟକ୍ତି ସହିତ ଆପଣଙ୍କର ସମ୍ପର୍କ ହବ। ସେଥିପାଇଁ ଆପଣ ମାଙ୍କ ପାଖରେ କୃତଜ୍ଞ ହବା ଉଚିତ, ଯେ ଆପଣ ମାଙ୍କ ପାଖକୁ ଆସିବା ପରେ ଏତେ ସୁନ୍ଦର, ଏତେ ତୀକ୍ଷ୍ଣ ନିରୀକ୍ଷଣ କରିବାର ଯୋଉ କଥା ଗୁଡିକ ବାରମ୍ବାର କହୁଛନ୍ତି, ତାକୁ ପ୍ରାକ୍ଟିସ କରିବାକୁ, ଶୁଣିବାକୁ ବି ସବୁ ଜାଗାରେ ସମସ୍ତେ କୁହନ୍ତି ନାହିଁ।
ତେଣୁ ଏଥିପାଇଁ ବହୁତ ନିଷ୍ଠାପର ସାଧନା ରଖିବା, ଏକାଗ୍ରତା, ବହୁ ଯତ୍ନଶୀଳତା, ବହୁ ବିଚାରଶୀଳତା, ବହୁ ସଙ୍ଗତ କାର୍ଯ୍ୟ, ସଂଗଠନ, ନିର୍ବାଚନ, ନିର୍ମାଣ ଇତ୍ୟାଦି ଇତ୍ୟାଦି। ଏ ସବୁ ଜାଗାରେ ପୁଣି ବାରମ୍ବାର କହୁଛି, ବହୁତ ବହୁତ ନିଷ୍ଠାପର ସାଧନା କଥା ମା ବାରମ୍ବାର କହୁଛନ୍ତି। ଯୋଉଟା ଆରମ୍ଭରୁ ମୁଁ କହୁଥିଲି, ଏଇଥିପାଇଁ କହୁଥିଲି କାହିଁକିନା ଏଇ ବିଷୟଟି ମା ଆଗ କହିଦଉଛନ୍ତି, ଯୋଉ ଘଟଣାଟା କହିବାକୁ ଯାଉଛନ୍ତି ଆଗ ତାର ସାମର୍ଥ୍ୟ କଥା, ତାର କ୍ୱାଲିଟି କଥା ଆଗ କହୁଛନ୍ତି, ତାପରେ କହୁଛନ୍ତି ଯେ ପ୍ରକୃତିରେ ଆମେ କଣ ଭାବୁ। ମୁଁ ସେଇଟା ଟିକେ ଆଗ କହିଦେଇଥିଲି ଯେ ପ୍ରକୃତରେ ସମସ୍ତେ ଆମେ ଭାବନ୍ତି ଯେ ମୁଁ ନିଜ ବାଟରେ ଚିନ୍ତା କରୁଛି, କିନ୍ତୁ ଆଦୌ ନୁହେଁ। ଏଇଠି ଗୋଟେ ଗପଟିଏ କହିବି, ପୁରୁଣା ଗପଟିଏ, ହୁଏତ ଆଉ କୋଉଠି ଆଉ ଥରେ କହିଥିବି। ଭଲ ଗପ, ତେଣୁ ଯେତେଥର ଶୁଣିଲେ ସେତେ ଭଲ। ଗୋଟେ ଜମିଦାର, ଜଣେ ଜମିଦାର ଥିଲେ, ତାଙ୍କର ଦୁଇ ପୁଅ ଭିତରୁ କାହାକୁ ଜମିଦାରୀ ଦେବେ ବୋଲି ସେ ଚିନ୍ତା କରୁଛନ୍ତି, ଭାବ ସ୍ଥିର କରିପାରୁନାହାନ୍ତି। ସାଙ୍ଗଟିଏ, ତାଙ୍କର ସାଙ୍ଗ ଜଣେ ଆସିଛନ୍ତି, ସେ ତାଙ୍କ ପାଖରେ ଏ କଥାଟି ଉପସ୍ଥାପନ କଲା ବେଳକୁ ସେଇ ସମୟରେ ଗୋଟିଏ ପୁଅ ଆସି କହୁଛି, ବଡ ପୁଅ ଆସି କହୁଛି, ଆଉ ବାବା, ମୁଁ ଟିକେ ଗାଁରେ, ଏଇ ପାଖ ଗାଁରେ ଗୋଟେ ମେଳା ପଡିଛି, ଯାତ୍ରା ପଡିଛି, ମୁଁ ଯିବି ଯାତ୍ରା ଦେଖିବା ପାଇଁ। ରାତିରେ ଯାତ୍ରା ହବ। ତେଣୁ ସେ କହିଲେ ଠିକ ଅଛି, କୋଉ ବାଟ ଦେଇ ଯାଉଛୁ? ନା ମୁଁ ଭାବୁଥିଲି ସିଧା ରାସ୍ତାରେ ଯିବା ପାଇଁ, କିନ୍ତୁ ସିଧା ରାସ୍ତାରେ ଗଲେ ଟିକେ ଅଧିକ ସମୟ ଲାଗିବ। ସାଙ୍ଗମାନେ କହୁଛନ୍ତି ଆମେ ଜଙ୍ଗଲ ବାଟ ଦେଇ ପଳେଇବା, ଯଦ୍ୱାରା ଶୀଘ୍ର ଯାଇ ପହଞ୍ଚିବା। ତେଣୁ ସାଙ୍ଗମାନେ ଯେହେତୁ କହୁଛନ୍ତି, ପଳେଇବୁ ସେଇପଟେ ଆଉ। ଗଲା। ତାପରେ ସାନ ପୁଅଟି ଆସୁଛି, ତାକୁ ଯେ ସିଏ ବି କହୁଛି ଯେ ମୁଁ ଯିବି ଯାତ୍ରା ଦେଖିବା ପାଇଁ। ବାବା କହିଲେ କେମିତି ଯିବୁ, ଏକା ଯାଉଛୁ? କହିଲେ ନା ନାଇଁ, ସାଙ୍ଗମାନଙ୍କ ସହିତ ଯାଉଛି। ସାଙ୍ଗମାନେ କହୁଥିଲେ ସର୍ଟକଟ ବାଟ ଦେଇ ପଳେଇବା ପାଇଁ, ଜଙ୍ଗଲ ବାଟ ଦେଇ ଗଲେ, ଏକା ଆମେ ତ ଏତେ ଜଣ ଅଛନ୍ତି, ଜଙ୍ଗଲ ବାଟ ଦେଇ ଗଲେ ଡର କଣ ଅଛି, ଯିବା ଶୀଘ୍ର ପହଞ୍ଚିବା, ଆଉ ସିଧା ରାସ୍ତା ଦେଇ ଗଲେ ଡେରି ହବ। କିନ୍ତୁ ମୁଁ ତାଙ୍କୁ ମନା କଲି, ମୁଁ କହିଲି ନା ନା, ରାସ୍ତା ଯୋଉଟା ରହିଛି ସେଇ ବାଟ ଦେଇ ସମସ୍ତେ ଯାଉଛନ୍ତି, କଣ ପାଇଁ ଯାଉଛନ୍ତି? କାହିଁକିନା ତାହା ଏବେ ବି ନିରାପଦ ରହିଛି, ଏବଂ ଜଙ୍ଗଲ ବାଟ ଦେଇ ଯୋଉ ଯିବା, କଣ ଅଛି ନ ଅଛି ସେ ବିଷୟରେ ଆମେ ଏବେ ଅଜ୍ଞ। ଏବଂ ଆମର ଯେହେତୁ ଲକ୍ଷ୍ୟ ରହିଛି ଯାତ୍ରାରେ ପହଞ୍ଚିବା, ଆମର ଲକ୍ଷ୍ୟ ନାହିଁ ରିସର୍ଚ୍ଚ କରିବା, ଲକ୍ଷ୍ୟ ନାହିଁ ରହସ୍ୟ ଭେଦ କରିବା, ଲକ୍ଷ୍ୟ ନାହିଁ ଦୁଃସାହସିକ ଅଭିଯାନ କରିବା, ତେଣୁ ଆମେ ଜଙ୍ଗଲ ବାଟ ଦେଇ ଯିବା ନାହିଁ, ଆମେ ଡେରି ପଛେ ହଉ ସିଧା ରାସ୍ତାରେ ଯିବା। ଏଇ ଦୁଇ ଜଣ ଯାକ ଚାଲିଗଲେ। ତାପରେ ଜମିଦାରଙ୍କ ସାଙ୍ଗ କହିଲେ, ଏଇଠି ତ ନିର୍ବାଚନ ହେଇଗଲା, କିଏ ଜମିଦାର ହବ? ଜମିଦାର ହବା ଅର୍ଥ ଅନେକଙ୍କର ଦାୟିତ୍ୱ ନେଇ ଗୋଟେ ନିଷ୍ଠାପର ଭାବରେ ତାଙ୍କର ସେବା କରିବା, ତାକୁ ପରିପୂର୍ଣ୍ଣ ଭାବରେ କେମିତି ପାଳନ କରିହବ, ସେଥିପାଇଁ ଚେଷ୍ଟା କରିବା। ସେତେବେଳେ ଯଦି ସାଙ୍ଗମାନଙ୍କ ଦ୍ୱାରା ତମେ ପ୍ରଭାବିତ ହେଉଛ, ତା ଅର୍ଥ ତୁମେ ନିଜ ବାଟରେ ନିଜେ ଚିନ୍ତା କରିପାରୁନାହଁ। ଆମେ ଯୋଉ ଭାବୁ ଆମେ ନିଜ ବାଟରେ ଚିନ୍ତା କରୁଛୁ, ପ୍ରକୃତରେ ତା ନୁହେଁ। ଆମକୁ ଆମର ପରିବେଶ ବହୁତ ପ୍ରଭାବିତ କରେ। ଆମେ ଏଠି ମା ଲେଖୁଛନ୍ତି, ଏହା ପୁରାପୁରି ନିର୍ଭର କରେ ଜଣେ ଯେଉଁ ଲୋକମାନଙ୍କ ସହିତ କଥାବାର୍ତ୍ତା କରେ, ଯେଉଁ ସବୁ ବହି ପଢେ, ଯେଉଁ ମିଜାଜରେ ସେ ଥାଏ। ଆପଣ ଗୋଟେ ଭିଡିଓ ଦେଖିଲେ, ଆପଣ ଦେଖିବେ ତା ପରେ ପରେ ଯୋଉ ଘଟଣା ଘଟିବ, ଆପଣ ସେୟାକୁ ନେଇକି ବିଚାର କରନ୍ତି। ଯୋଉ ଲୋକ ସହିତ ମିଶୁଛନ୍ତି, ଏଇଟା ବହୁତ ପ୍ରଭାବିତ କରେ। ଏଇଟା ଟିକେ ଆମକୁ ସଚେତନ ରହିବାକୁ ପଡିବ। ଏଇଟା ବାରମ୍ବାର ଆମେ ସବୁବେଳେ ଆଲୋଚନା କରୁଛନ୍ତି, କିନ୍ତୁ ଆମକୁ ସଚେତନ ହବାକୁ ପଡିବ। ଯଦି ଆମେ ଚିହ୍ନି ପାରୁନାହାନ୍ତି, ତାହେଲେ ଆମେ ମାଙ୍କୁ ପ୍ରାର୍ଥନା କରିବା, ମା ଆଜି ମୋ ସହିତ ଭେଟ ହେଲା, ଏତିକି କଥା ହେଲି, ଏଠି କଥା ହେଲି, ଏହା ହେଲା ସବୁ ଗୋଟେ ମାଙ୍କୁ କହିଲେ ଧୀରେ ଧୀରେ ଆମର ଚିହ୍ନିବାର ସାମର୍ଥ୍ୟ ବୃଦ୍ଧି ପାଇବ। ଆଉ ବହି ପଢା କଥା ଆମେ ଆଲୋଚନା କରିସାରିଛନ୍ତି। ଆଉ ଗୋଟେ କହିଲେ ଯେଉଁ ମିଜାଜରେ ସେ ଥାଏ, ଏଇଟା ଯିଏ ନାହିଁ ସେ ଆପଣ ଚିନ୍ତା କରନ୍ତୁ। ଆପଣ ଯଦି ଖୁସି ମିଜାଜରେ ଅଛନ୍ତି, ବେଳେ ବେଳେ କହନ୍ତିନି, ଏଇ ଦେଖେ ତ ସିଏ କେମିତି ମିଜାଜରେ ଅଛନ୍ତି, ଭଲ ମିଜାଜରେ ଅଛନ୍ତି, ଚାଲ ଚାଲ କହିବା, ତାହେଲେ ସେ ସାଙ୍ଗେ ସାଙ୍ଗେ ଆଲାଉ କରିଦେବେ। ନା ମ ରାଗିଛନ୍ତି, ଯାନା ଯାନା, ବହେ ଖଣ୍ଡ ଗାଳି ଖାଇବୁ। ଭଲ କଥା କହିଲେ ବି ଗାଳି ଖାଇବେ। ତେଣୁ ମିଜାଜରେ ଯେତେବେଳେ ଥାଏ, ଆପଣଙ୍କର ଚିନ୍ତା ବି ସେଇ ଅନୁସାରେ ବଦଳିଯାଏ। ଆପଣଙ୍କ ପାଖକୁ ସେଇ ପ୍ରକାରର ଭାବନାରେ ଆପଣ ସ୍ପନ୍ଦିତ ହୁଅନ୍ତି। ଆଉ ଗୋଟେ କଥା କହିଲେ, ଆଉ ମୁଁ ସେଇଟା ଏତେ ଡିଟେଲ୍ସ କହୁନି, କାହିଁକିନା ଡିଟେଲ୍ସ କହିଲେ ସବୁ ସରିବନି ଆଲୋଚନା ସମୟ ଭିତରେ, ଆପଣମାନେ ବୁଝିପାରୁଥିବେ। ଆହୁରି ମଧ୍ୟ ଏହା ନିର୍ଭର କରେ ତୁମର ଭଲ ବା ମନ୍ଦ ହଜମ କ୍ରିୟା ଉପରେ। ଆପଣ ଖାଇଛନ୍ତି, ହଜମ ହେଇଛି କି ନାହିଁ ତା ଉପରେ ମଧ୍ୟ ନିର୍ଭର କରେ ଆପଣ ଚିନ୍ତା କୋଉ ଭଳିଆ ଆସିବ। ଯଦି ଭଲ ହଜମ ହେଇଯାଇଛି, ତାହେଲେ ଖୁସି, ବଢିଆ ବଢିଆ ଚିନ୍ତା ଆସିବ। ହଜମ ହେଇନାହିଁ, ଓହ କଣ ଖାଇବା, କି ଖାଇବା ସିଏ କରିଥିଲେ, କଣ ଓଟା କରିଥିଲେ, ଭଲ ମନରେ ଦେଇନଥିଲେ, ଏମିତି ସେମିତି,
ସେଇ ପ୍ରକାରର ଚିନ୍ତା ବି ଆସେ ଯେମିତି। ସେମିତି ମନ୍ଦ ହଜମ କ୍ରିୟା ଥିଲା ବେଳେ ଆପଣ ପାଠ ଯୋଉମାନେ ପଢୁଥିବେ ଦେଖିବେ ପାଠରେ ବି ମନ ରହେନି, ମନ ଲାଗେନି, ପାଠରେ ମନ ଲାଗେନି, ଅନ୍ୟାନ୍ୟ ଚିନ୍ତା ଆସେ। ଏଇଠି ନିର୍ଭର କଲା, ଚିନ୍ତା କରନ୍ତୁ ଆପଣଙ୍କ ହଜମ କ୍ରିୟା ଯେତେବେଳେ ଭଲରେ ହେଇଛି କି ମନ୍ଦରେ ହେଇଛି, ତାପରେ ବି ନିର୍ଭର କଲା କୋଉ ପ୍ରକାରର ଆପଣଙ୍କ ପାଖକୁ ଚିନ୍ତା ଆସିବ। ଦେଖନ୍ତୁ ଆକ୍ଚୁଆଲି ଭଲ ମନ୍ଦ ହଜମ କ୍ରିୟା ଉପରେ ମଧ୍ୟ ଆମର ଚିନ୍ତା ନିର୍ଭର କରେ। ଯଦି ଆପଣ ଦେଖିବେ କଣ ହୁଏ ଆକ୍ଚୁଆଲି ସାଇଣ୍ଟିଫିକାଲି ଆପଣ ଦେଖିବେ, ଯେତେବେଳେ ଯଦି ହଜମ ଠିକ ନହେଲା, ସ୍ୱାଭାବିକ ଭାବରେ ଆମ ଭିତରେ ଅନ୍ୟାନ୍ୟ ଯୋଉ କାର୍ଯ୍ୟ ରହିଛି, ବ୍ରେନ ପାଖକୁ ଖବର ଅଲଗା ଯିବ, ବ୍ରେନ ତାକୁ ସେଇ ଅନୁସାରେ ଅନ୍ୟ ଯୋଉ ଅଙ୍ଗ ମାନଙ୍କୁ ସେ ଯୋଉ ନିର୍ଦ୍ଦେଶ ଦିଏ, ତେଣୁ ତାର ନିର୍ଦ୍ଦେଶ ସବୁ ଅଲଗା ହେଇଯିବ। ତେଣୁ ଆପଣଙ୍କର ବସିବାକୁ ଭଲ ଲାଗିବନି, କିଏ ଗୋଟେ କଣ କଥା କହୁଥିବ ତା କଥା ଶୁଣିବାକୁ ଇଚ୍ଛା ହବନି, କିମ୍ବା ଆପଣଙ୍କର ଏପଟରେ ଯୋଉ ବାୟୁ ଗଲାଣି କି ସେପଟରେ ଆଉ ଅନ୍ୟାନ୍ୟ କିଛି ପ୍ରୋବ୍ଲେମ ଦେଖାଦେବ। ତାର ପରିଣାମ ସ୍ୱରୂପ ଧୀରେ ଧୀରେ କଣ ହୁଏ, ଆମ ଭିତରେ ଏନଜାଇମେଟିକ ଆଣ୍ଡ ହରମୋନାଲ ଇମ୍ବାଲାନ୍ସ ହୁଏ। ତେଣୁ ଆମର ଶାରୀରିକ କ୍ରିୟା ବାଧିତ ହୁଏ। ଶାରୀରିକ କ୍ରିୟା ବାଧିତ ହେଲା ମାନେ ଆପଣଙ୍କର ଯୋଉ ସେଇ ରିଗାର୍ଡିଂ ଭିନ୍ନ ଭିନ୍ନ ଚିନ୍ତା ସବୁ ଆସିବ। କୋଉଠି କଣ କରିଥିଲି, ଏମିତି ହେଲା, ସେମିତି ହେଲା, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଏବଂ ମନ କଣ କରେ, ଆକ୍ଚୁଆଲି ମନ କଣ କରେ, ମନ ପାଇଁ ଗୋଟିଏ ପଏଣ୍ଟ ଦରକାର, ସାଙ୍ଗେ ସାଙ୍ଗେ ସେଇ ରିଗାର୍ଡିଂ ଗୁଡାଏ ସେ ଆଲୋଚନା ମାନେ ଚିନ୍ତା ଆଣି ଥୋଇଦବ। ଆପଣ ଦେଖିବେ କ୍ଲାସରେ ଆମେ ବସିଥିବେ କିମ୍ବା କାହା ସହିତ କଥା ହଉଥିବେ, ସିଏ କହୁ କହୁ କହିଲା ଯେ ରାସ୍ତାରେ ମୁଁ ଯାଉଥିଲି, ସାଙ୍ଗେ ସାଙ୍ଗେ ମନ ସାଙ୍ଗେ ସାଙ୍ଗେ ରାସ୍ତାକୁ ପଳେଇବ, ଏବଂ ରାସ୍ତାରେ ଗାଡି ଯାଉଥିଲା, ଘୋଡା ଯାଉଥିଲା, କୋଉ ପଟେ ଯାଉଥିଲା, କଣ ହେଲା, କୋଉଠି କଣ ହେଇଥିଲା, ସାଙ୍ଗେ ସାଙ୍ଗେ ସିଆଡେ ସିଆଡେ ଚାଲିବ। ରାସ୍ତାରେ ଯାଉଥିଲି, ଗୋଟିଏ ଆକ୍ସିଡେଣ୍ଟ, ଖାଲି ଆକ୍ସିଡେଣ୍ଟ ଶୁଣିଲା, ହଁ ବା ସେ ଲୋକର ଆକ୍ସିଡେଣ୍ଟ ହେଇଥିଲା, ମୁଁ ବି ଯାଉଥିଲି, ସେ ଆସିଲେ ପିଟି ଦେଲା, ସାଙ୍ଗେ ସାଙ୍ଗେ ମନ ଖାଲି ଗୋଟିଏ ପଏଣ୍ଟ ଦରକାର କରେ ସେ ଭିନ୍ନ ଭିନ୍ନ ଚିନ୍ତାକୁ ଡାକି ଆଣିବା ପାଇଁ। ତେଣୁ ଯେତେବେଳେ ଆପଣଙ୍କର ହଜମ କ୍ରିୟା ବି ଠିକ ନ ହେଇଥିବ, ତାହା ଏଇଭଳି ଭାବରେ ଅନେକ ଭାବରେ ଆମକୁ ପ୍ରଭାବିତ କରେ। କିନ୍ତୁ ଅନେକ ସମୟରେ ଆମେ ସମସ୍ତେ ଭାବୁ ମୁଁ ହଉଛି ସ୍ୱାଧୀନ, ମୁଁ ନିଜ ଧାରାରେ ବଞ୍ଚେ, ମୁଁ ନିଜେ ବାଟରେ ନିଜେ ଚିନ୍ତା କରେ। ଏ ବ୍ୟକ୍ତି ଏ ପ୍ରକାରର କଥା ଅନେକ ବ୍ୟକ୍ତି କୁହନ୍ତି, କିନ୍ତୁ ଏହା 100% ଭୁଲ। କେହି ନିଜ ଧାରାରେ ଚିନ୍ତା କରିବାଟା ଏତେ ସହଜ ନୁହେଁ, ଏତେ ସହଜ ନୁହେଁ। ତେଣୁ ଆମେ ସମସ୍ତେ ମାଙ୍କ ପାଖରେ ପ୍ରାର୍ଥନା କରିବା। ଦେଖନ୍ତୁ ଷ୍ଟେପ ଗୁଡାକ କହି କହି ଗଲେ, ଯଦି ଆପଣ ଆମେ ଯେତିକି ବି ବର୍ତ୍ତମାନ ଆଲୋଚନା କଲେ, ଯେ ଏକାଗ୍ରତା, ବହୁ ଯତ୍ନଶୀଳତା, ବହୁ ବିଚାରଶୀଳତା, ବହୁ ସଙ୍ଗତ କାର୍ଯ୍ୟ, ସଂଗଠନ, ନିର୍ବାଚନ, ନିର୍ମାଣ ଇତ୍ୟାଦି ବହୁତ ବହୁତ ନିଷ୍ଠାପର ସାଧନା। ତେଣୁ ଆମକୁ ଲାଗି ରହିବାକୁ ପଡିବ। ଏଇଟା କେତେ ବର୍ଷ ଲାଗିବ ବି ଠିକ ନାହିଁ। ତେଣୁ ନିଜ ଉପରେ ଚିନ୍ତା କରି ନିୟନ୍ତ୍ରଣ, ଚିନ୍ତା ଉପରେ ନିୟନ୍ତ୍ରଣ ହାସଲ କରିବ ଏବଂ ନିଜ ଧାରାରେ ଚିନ୍ତା କରିବା। ଆଉ ସବୁବେଳେ ଯୋଉ ବାଟ ଦେଇକିରି ଚିନ୍ତା ପଶୁଛି ସେ ବାଟଟାକୁ ବୁଲେଇ ଦବା। ଆମର କୌଣସି ଗୋଟେ କଥା ପଶିଲେ, ଯେମିତି କହିଲେ ରାସ୍ତା କଥା କହିଲେ, ରାସ୍ତାକୁ ପଳେଇଲେ ନା, ସାଙ୍ଗେ ସାଙ୍ଗେ ଆପଣ କରିବେ, ଆପଣ ମାନେ ବୁଲେଇବେ ଯେ ମାଙ୍କ ବାଟ ଦେଇକି ମୁଁ ଗଲି, ଗଲା ବେଳକୁ ସେଠି ଗୋଟେ ସ୍କୁଲଟେ ଥିଲା, ଠିକ ଅଛି, ସେ ରାସ୍ତା ପାଇଲା ତ ସିଆଡେ ଯିବ ତ, ଆପଣ ମାଙ୍କ ସ୍କୁଲରେ ତାକୁ ଭର୍ତ୍ତି କରିଦେବେ, ମାଙ୍କ ରୁମରେ ଭର୍ତ୍ତି କରିଦେବେ, ମାଙ୍କ ଫଟୋ ପାଖରେ ଭର୍ତ୍ତି କରିଦେବେ, ମା ଚାଲୁଥିଲେ ମାଙ୍କ ଆଡକୁ ଭର୍ତ୍ତି କରିଦେବେ, ମା ଠିଆ ହେଇକି ଦର୍ଶନ ଦଉଥିଲେ ସିଆଡେ ଭର୍ତ୍ତି କରିଦେବେ। ସବୁବେଳେ କଣ କରିବେ, ତାକୁ ଦିଶା ଦେଇଦେବେ ମାଙ୍କ ଆଡକୁ। ଯେତେବେଳେ ଯୋଉ ଆଡକୁ ଯାଉଛି ତାକୁ ଦିଶା ଦେଇଦେବେ, ମାନେ ଦିଶା ବୁଝିବୁ ତ, ଦିଗ ଦେଇଦବା। ଆମେ ଦିଗ ଦେଇଦବା ମାଙ୍କ ଆଡକୁ। ସାଙ୍ଗେ ସାଙ୍ଗେ ଗୋଟେ ବ୍ୟକ୍ତି କଣ କହିଲେ ନା, ସାଙ୍ଗେ ସାଙ୍ଗେ ସେଇଠି ତାର ଯୋଉ ଶବ୍ଦ ଗୁଡିକ ନେଇକି ମନ ଯେତେବେଳେ ଚିନ୍ତା କରିବାକୁ ଯାଉଛି, ସେଇ ଶବ୍ଦଟି ଯୋଉମାନେ ଦେଖିବେ ସାହିତ୍ୟିକ ବା ଲେଖକ, ସେମାନେ ଚିନ୍ତା କରନ୍ତି ତାକୁ ନେଇକି କଣ କବିତା ହବ, କଣ କୋଉଠି କିଏ ଲେଖିଛି, ଆଉ ଗୋଟେ ଲେଖକ ସେଇ ଶବ୍ଦ କେମିତି, ଆପଣ ଦେଖିଥିବେ ପାଲାରେ ଶୁଣିଥିବେ, ପାଲାରେ ସୀତା ଯାଉଛନ୍ତି କୋଉଠିକି, ମନ୍ଦିରକୁ ଯିବେ ବୋଲି ଫୁଲ ତୋଳିବାକୁ ଯାଉଛନ୍ତି। ସିଏ କେମିତି ଯାଉଛନ୍ତି ସିଏ ବର୍ଣ୍ଣନା କଲେ କୋଉଠି କବି କଣ କହିଛି, କୋଉ କବି କୋଉ ଗ୍ରନ୍ଥରେ କୋଉ ପୁସ୍ତକରେ କଣ କହିଛନ୍ତି ବର୍ଣ୍ଣନା କଲେ।
ନାରୀଟିଏ କେମିତି ଯାଉଛି, ସିଆଡ଼କୁ ଯିବ, କଣ ପୋଷାକ ପରିଧାନ କରିଛି, ଜଙ୍ଗଲ ରାସ୍ତାଟି କୋଉ ଭଳିଆ, ଜଙ୍ଗଲରେ ଗଛ କେମିତି ବଢିଛି, ଫୁଲ କେମିତି ଫୁଟିଛି, ଫୁଲର ବାସନା କେମିତି, ସିଏ ଯେମିତି ବର୍ଣ୍ଣନା କରୁଛନ୍ତି ପ୍ରକୃତିକୁ ନେଇକିରି, ସେଇଭଳିଆ ଆମ ଯେତେବେଳେ ଚିନ୍ତା ଯେତେବେଳେ ଆମ ଭିତରକୁ ଆସୁଛି, ସବୁବେଳେ ତାକୁ ଗୋଟିଏ ବାଟ ଦେଖେଇଦେବେ, ଗୋଟେ ଲାଇନ ଦେଖେଇଦେବେ। ଏକାଗ୍ରତା ସେଇଥିପାଇଁ କୁହାହଉଛି ସବୁବେଳେ ତାକୁ ମାଙ୍କ ଆଡକୁ କେମିତି ମୋଡ଼ କରିବେ। ଏଠି ମାଙ୍କ ଆଡକୁ ମୋଡ଼ କରିବା ଅର୍ଥ ଏଠି କୁହାଯାଉନି କେବଳ ଆପଣ ଭଗବାନଙ୍କୁ ବା ମାଙ୍କୁ ବିଶ୍ୱାସ କରୁଥିବେ ବୋଲି ମୋଡ଼ କରିବେ। ମା ବା ଦିବ୍ୟ ଜନନୀ ଯୋଉଟା କହୁଛି ସିଏ କହୁଛି ବିଶାଳତା, ଏକ ମହାନ ଶକ୍ତି ପାଖରେ, ଗୋଟେ ବିରାଟ ଫୋର୍ସ ପାଖରେ ଆପଣ କେନ୍ଦ୍ରୀଭୂତ ହଉଛନ୍ତି। ବର୍ତ୍ତମାନ ଯୋଉ ଚିନ୍ତା କରୁଛନ୍ତି ଛୋଟ 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 ଶକ୍ତି ପାଖରେ କେନ୍ଦ୍ରୀଭୂତ ହଉଛନ୍ତି। ସେଠି ନ ହେଇକିରି ବିରାଟ ଶକ୍ତି, ଯୋଉଗୁଡା କି ରୂପାନ୍ତରକାରିଣୀ ଶକ୍ତି, ଯୋଉଟା କି ଅଗ୍ରଗତିଶୀଳ ଶକ୍ତି ପାଖରେ ଆମେ ଯେତେବେଳେ ସମର୍ପିତ ହଉଛେ, ତାକୁ ଯେତେବେଳେ କେନ୍ଦ୍ରୀଭୂତ ହଉଛନ୍ତି, ତାହେଲେ ଆମର ପଥଟି ଅଗ୍ରଗତିଶୀଳ ହବ, ନିରାପଦ ହବ ଏବଂ ତୀବ୍ର ହବ। ଯୋଉଟା ଲାଗିଥାନ୍ତା କେତେ ଦଶନ୍ଧି କେତେ ଶତାବ୍ଦୀ, ତାହା ଆଉ ବହୁ ଶୀଘ୍ର କୁହାଯାଇଛି, ହୁଏତ ଏଇ ମୁହୂର୍ତ୍ତରେ ହେଇଯାଇପାରେ। ମାଙ୍କୁ ଆମେ ଆହ୍ୱାନ କରିବା। Thank you, Laraber.